ତାପରେ ଏବେ ଗାଧି ଗୁଧା ରେଡ଼ି ହେଇକି ଏବେ ଘରକୁ ଯିବା। ଆଗକୁ ଦେଖନ୍ତୁ ଆଉ ଅଳ୍ପ ଟିକେ ଦେଖେଇବି, ସାଇକେଲରେ ଯିବି ଆଉ ସାଇକେଲରେ ବ୍ରେକ୍ ନାହିଁ ଆଉ ସେ ସାଇକେଲ ଚଲେଇକି ଯିବା ପାଇଁ ପଡ଼ିବ ଆଉ। ନମସ୍କାର ସାଙ୍ଗମାନେ, ବସିଛି ଆଉ ଦେଖୁଛନ୍ତି ଯେତେ ଗାଡ଼ିଆ ସେମିତି ଦେଖାଯାଉଛି। ଏସବୁ ପାଣି ବହି ବହି ଏମିତି ଗାଡ଼ିଆ ହେଇଛି ଆଉ ଦେଖନ୍ତୁ ଏପଟେ ବୁଲିବା ପାଇଁ ଆସିଛି ଆଉ ବୁଲି ବୁଲି ଯାଉଛି, ଦେଖିବା ପାଇଁ ବିଲ ଆସିଛି ତ ବିଲ ଦେଖିକି ଯିବି ଆଉ ଦେଖଉଛି କେମିତି ବିଲକୁ ଆସିଛି ଆଉ। ଦେଖନ୍ତୁ ଏପଟେ ବୁଲି ବୁଲି ହିଡ଼ରେ ବୁଲି ବୁଲିକି ଏପଟେ ଦେଇକି ଆସୁଛି। ତାପରେ ସାର ଯେଉଁ ଦିଆହେଇଛି ସେ ସାର ଦିଆ ଧାନ ଏମିତି ପୁରା ଉଚ୍ଚ ହେଇଗଲାଣି ଦେଖନ୍ତୁ। ଆଉ ଭଲ ଯେଉଁ ସାର ଦିଆ ହେଇନି ସେଇ ସାର ଯେଉଁ ଦିଆ ହେଇନି ତ ସେ ଧାନ ଏମିତି ହେଇଛି। ତ ଫ୍ରେଣ୍ଡ ଦେଖନ୍ତୁ ଆଉ ଏହା ସବୁ ବହୁତ ପରେ ଲଗା ହେଇଥିଲା, ରୁଆ ହେଇଥିଲା ଧାନ, ତ ସେଥିପାଇଁ ଏମିତି ଦେଖାଯାଉଛି। ଯିବା ଆଗକୁ ଟିକେ ବୁଲିକି ଦେଖି ଦେବା ହିଡ଼ ଠିକ୍ ହେଇଛି। ଏମିତି ବୁଲି ଟିକେ ଦେଖିଦେଉଛି ହିଡ଼କୁ କେଉଁଠି କେମିତି କି ହେଇଛି। ଆଉ ଅଧା ଜାଗାରେ ଧାନ ଗଛ ବଡ଼ ହେଇଛି ବହୁତ, ଆଉ ଦେଖୁଛନ୍ତି କେଉଁଠି ଛୋଟ ଅଛି କେଉଁଠି ବଡ଼ ହେଇଛି। ଆଉ ଏସବୁ ଯେଉଁ ଲଗା ହେଇଛି ଧାନ ସେଥିପାଇଁ ଏମିତି ହେଇଛି, ଆଉ ଘାସ ତ ଦେଖାଯାଉନାହିଁ। ତ ଫ୍ରେଣ୍ଡ ଏମିତି ହିଁ ସବୁଆଡ଼େ ମାନେ କେଉଁ ସାଇଡ଼୍ରେ କାଶୀ ଫୁଲ ଅଛି ଆଉ କେଉଁ ସାଇଡ଼୍ରେ ମାନେ ଫାଙ୍କା ଆଉ ଗଛ ସବୁ ଧାନ ଗଛ ଏମିତି ହେଇଛି। ଏଠି ଛେଳି ଖାଇଛନ୍, ଛେଳି ଏଠି ଖାଇଥିବାରୁ ଏମିତି ହେଇଛି। ସାଇଡ଼୍ରେ ମାନେ ଯେଉଁ ହିଡ଼ ସାଇଡ଼୍ରେ ଅଛି। ଦେଖନ୍ତୁ ଆମର ଏପଟେ ଧାନ ଲଗା ସାରି ନାହିଁ, ଏପଟେ ଅଧା ଚାଲିଛି ବି, ଆଉ ଯେଉଁ ଗାରେ କି ବାକି ଥିଲା ସେଗୁଡ଼ା ବହୁତ ପଛରେ ହେଇଯାଇଛି। ଆଉ ଏ ଧାନ ଭଲ ହେବ କି ନାହିଁ ଏବେ ତ କିଛି ହେଇନି, ଆଉ ବର୍ଷା ବି ବହୁତ ପଛେ ହେଇଛି ଏ ବର୍ଷ। ଆଉ ହିଡ଼ରେ ବୁଲି ମୁଁ ଆସୁଛି କେଉଁଠି କେମିତି ହେଇଛି। ଏ ବିଲ ହେଉଛି ଆମର ନାହିଁ, ତ ଏଠି ଦେଖନ୍ତୁ ଏଇଟା ଆମର ବିଲ୍। ଧାନ ଗଛ ତ ଠିକ୍ ଦେଖାଯାଉଛି, ଭଲ ଦେଖାଯାଉଛି, କିନ୍ତୁ କେଉଁଠି କେମିତି ଟିକେ ବହୁତ ଛୋଟ ଅଛି, ଆଉ ଅଧା ବହୁତ ଲମ୍ବା ହେଇଛି। ଦେଖନ୍ତୁ ମୁଁ କାଲି ବୁଲିକି ଦେଖୁଛି, ତ ଦେଖି ସାରିଲା ପରେ ଘରକୁ ପଳେଇବି। ଆଉ ଟିକେ ଅଳ୍ପ କିଛି ଦେଖିଦେବା। ଏଠି ପାଣି ବାହାରୁଛି ଟିକେ ପାର ହେଇଥାଉ, ପାଣି କିଛି ହେବ ନାହିଁ। ବର୍ଷା ବେଶୀ ହେଲେ ବି ସେତେବେଳେ ପାଣି ଓଭର ହେଇଯିବ, ବାହାରିବ, ସେଥିପାଇଁ ଥାଉ। ଆଉ ଏଠି ଜାମୁ ଗଛ ଅଛି ଫ୍ରେଣ୍ଡ, ଦେଖନ୍ତୁ ଜାମୁ ଗଛ ବହୁତ ଥିବାରୁ ବହୁତ ହେଇଛି, ମୋଟା ହେଇଯାଇଛି। ଆଉ ଏବେ ବୁଲି ଦେଖିଦେଲି, ତାପରେ ମୁଁ ଘରକୁ ପଳେଇବି। ଆଉ ଆଜି ଗଣେଶ ପୂଜା ଅଛି, ଆଜି 7 ତାରିଖ। ଯେଉଁ ସାଇଟ୍କେ ଯିବେ ମାନେ ମାଇକ୍ ବାଜୁଛି। ଆଉ ମୁଁ ଆସିଛି ଏଠି
ଗୋଡ଼ ଟିକେ ଧୋଇଦେବା ଆଉ ଘରକୁ ଯିବା। ତ ଏଠି କାଠି ଟିକେ କରାହେଇଥିଲା, ତ କାଠି ସକାଳୁ କରିଥିଲି, ତ ସେଥିପାଇଁ ଟିକେ ମୁହଁକୁ ଧୋଇଦେବି। ଗୋଡ଼କୁ ଧୋଇଦେବା ଟିକେ ଆଉ ଘରକୁ ଯିବା। ଆଉ ଏଟା ଆମର ଗାଁ ପାଇଁ ଏଠି ବୋରିଂ ଅଛି। ଏଠି ବୋରିଂ ହେଇଛି ଆଉ ଏଠୁ ସବୁ ପାଣି ଗାଁକୁ ଯାଏ, ଏଠୁ ସପ୍ଲାଏ ହୁଏ ଆମ ଗାଁକୁ। ପାଣି ବନ୍ଦ କଲା ବେଳେ ଭାଙ୍ଗି ହେଇଗଲା। ତ ଏଠି ରାସ୍ତାରେ ମୁଁ ଯାଉଛି ଆଉ ଦେଖନ୍ତୁ ଏଠି ରାସ୍ତାରେ ଏବେ ଯେଉଁ ପଟେ ଯିବେ ଧୀରେ ଧୀରେ ଏମିତି ଝରୁଥିବ ପାଣି। ଆଉ ଆମର ମୟୂରଭଞ୍ଜରେ ଯେଉଁ ଗାଡ଼ିଆ ଅଛି କି ଧରାଯାଉ ଜଙ୍ଗଲ ହେଲା କି ବଣ ହେଲା, ଆମର ଯାହା ବି ଅଛି ଏପଟେ ଯେଉଁଆଡ଼େ ଯିବେ ଏମିତି ହିଁ ପାଣି ଓହ୍ଲୁଥିବ ଟିକେ ଟିକେ ଏବେ। ଆଉ ବହୁତ ପିଛଡ଼ା ଅଛି ଯେଉଁପଟେ ଯିବେ। ଏ ମାଟି ଦେଖୁଛନ୍ତି ଖପରା ମାଟି। ଏ ମାଟିରେ ବହୁତ ଥରେ ମାଟି ଲାଗିଥିଲେ ଆଉ ଶୀଘ୍ର ଛାଡ଼ିବ ନାହିଁ। ଗୋଡ଼ରେ ହେଉ କି ଚପଲରେ ହେଉ ଯାହାରେ ବି ଲାଗିଥାଉ କିନ୍ତୁ ଶୀଘ୍ର ଛାଡ଼ିବ ନାହିଁ। ସେଥିପାଇଁ ଶୀଘ୍ର ଏଠୁ ଟିକେ ସାଇଡ଼୍ରେ ଯିବା। ବାଲି ଯେଉଁ ଅଛି ସେପଟେ ଦେଇକି ଯିବା। ତ ଫ୍ରେଣ୍ଡ ଆପଣମାନେ ଦେଖନ୍ତୁ ଆଉ ଆପଣମାନଙ୍କୁ ଭିଡ଼ିଓ ଏବେ ତ ବେଶୀ ଛାଡ଼ି ହେଉନାହିଁ ଆଉ ଅପଲୋଡ଼ ବି କରିବା ପାଇଁ ଟାଇମ୍ ହେଉନାହିଁ। ସେଥିପାଇଁ ମୁଁ କମ୍ ଭିଡ଼ିଓ ଅପଲୋଡ଼ କରୁଛି ଆଉ ଗୋଟେ ଦୁଇଟା ସେମିତି ଯାହା ପାରୁଛି। ଆଉ ଆପଣମାନେ ଦେଖନ୍ତୁ ଆଉ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ ସେୟାର କମେଣ୍ଟ କରିବେ ଆଗକୁ। ଆଉ ତ ମୁଁ କହୁଥିଲି ଆଗକୁ ସେଇ କପା ମାଟିରେ ମାଟି ଲାଗିଥାଏ ବହୁତ, ଗୋଡ଼ରେ ବି ଚପଲରେ ବି ଯାହାରେ ବି ସେଇ ରାସ୍ତା କି ସେଇ ଉପରେ ଯାଇକି ଯିବେ। ତ ଆପଣ ଦେଖନ୍ତୁ ଆଗକୁ କେମିତି ଏଠି ମୋର ପ୍ୟାଡେଲରେ ଲାଗିଛି, ଚପଲରେ ଲାଗିକି। ଆଉ ଏବେ ଗାଧୋଇଦେବା ଟିକେ। ଏଠି ବନ୍ଦ ଆସିଛି ଦେଖିବାକୁ। ଦେଖନ୍ତୁ ଏଠି ଏପଟେ ପାଣି ଅଛି। ତ କାଶି ଫୁଲ ବି ବହୁତ ଫୁଟିଛି ଆଉ ଗୋଟେ ଦେଖନ୍ତୁ ଯୁଆଡ଼େ ଯିବେ ବନ୍ଧ ହଡ଼ରେ ପୁରା ଲାଗିଛି କାଶି ଫୁଲ ଫୁଟିଛି। ଆଉ ଗୋଟେ ଦେଖନ୍ତୁ ଏଇ ହିଡ଼ ଗୋଟେ ଯାଉଛି ଆଉ ଗୋଟେ ହେଇଛି ରାସ୍ତା। ଏଇଠି ଗାଧୋଇଦେବା। ତାପରେ ଏବେ ଗାଧୋଇ ଗୁଧା ରେଡ଼ି ହେଇକି ଏବେ ଘରକୁ ଯିବା। ଆଗକୁ ଦେଖନ୍ତୁ ଆଉ ଅଳ୍ପ ଟିକେ ଦେଖେଇବି, ସାଇକେଲରେ ଯିବି। ଆଉ ସାଇକେଲରେ ବ୍ରେକ୍ ନାହିଁ ଆଉ ସେ ସାଇକେଲ ଚଲେଇକି ଯିବା ପାଇଁ ପଡ଼ିବ। ଆଉ ତ ମୋବାଇଲ ଦେଖି ହେବ ନାହିଁ। ଆଉ ଏପଟେ ଦେଖେଇବି ଗାଧୋଇ ବୁଧି ସାରି ଆସ୍ତେ ଆଉ ପଳେଇବା।